ଆପଣ ଜାଣିନାହାନ୍ତି ଆଉ ମୁଣ୍ଡ କୁଣ୍ଡେଇଲେ ବୁଦ୍ଧି ଚଢ଼ିଯାଏ। ଆପଣ ଶୁଣୁଛନ୍ତି ଯେଉଁମାନେ ପୌରାଣିକ କଥାବସ୍ତୁରେ ଯେଉଁ ମୁନି ଋଷି ଆଉ ପଣ୍ଡିତ ମାନେ ସବୁ ହେଇଛନ୍ତି ତାଙ୍କ ନାଁ ସବୁ ବହିରେ ପଢ଼ା ହେଉଛି ଲେଖା ହେଉଛି କ'ଣ ପାଇଁ ମାନେ ବହୁତ ଦିନ ଧରି ବର୍ଷ ବର୍ଷ ଧରି ଦିନ ଦିନ ଧରି ସେମାନେ ଗୋଟେ ଜାଗାରେ ବସିକିରି ତପସ୍ୟା କରନ୍ତି। ତାଙ୍କର ଚୁଟି ବଢ଼ି 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 ଏମିତି ଜଟା ହେଇଯାଇଥିବ ଆପଣ ଦେଖିଥିବେ ଯେତିକି ମୁନି ଋଷି ପଣ୍ଡିତ ମାନଙ୍କର। ସେମାନେ ପଣ୍ଡିତ କାହିଁକି ନୁହନ୍ତି? ସେ ଲେଖିଦେଇ ଯାଇଥିଲେ ସେ ଭାଗବତ ରାମାୟଣ ଏମାନେ ସବୁ ମୁନି ଋଷି ପଣ୍ଡିତ କ'ଣ ପାଇଁ ହେଇଛନ୍ତି? ସେମାନେ ତାଙ୍କ ମୁଣ୍ଡରେ ଏତେ ବୁଦ୍ଧି କେଉଁଠୁ ଆସୁଛି? ସେମାନେ ମୁଣ୍ଡ ନ କୁଣ୍ଡେଇ ବର୍ଷ ବର୍ଷ ଧରି ଗୋଟାଏ ଜାଗାରେ ବସି ଗୋଟାଏ ବସ୍ତ୍ର ପିନ୍ଧି ତପସ୍ୟା କରିବାରୁ ଆଜି ସେମାନେ ନିଜକୁ ପଣ୍ଡିତ ବୋଲିକିରି ସବୁଆଡ଼େ ବିଚ୍ଛେଦ ହେଇଛନ୍ତି। ନାଁରେ ବିଚ୍ଛେଦ କରିଛନ୍ତି କ'ଣ ପାଇଁ? ମୁଣ୍ଡ କୁଣ୍ଡଉନାହାନ୍ତି। ମୁଁ ବର୍ତ୍ତମାନ ସେଇ ଇଏରେ ଅଛି। ଆପଣ ଡାକେଇ ନେଇ ଆଇଲେ ଅଦାଲତରେ ବସେଇଥିଲେ ଭାବୁଛନ୍ତି ମୋ ମୁଣ୍ଡ କୁଣ୍ଡେଇ? ମୁଣ୍ଡ କୁଣ୍ଡେଇ ଜମା କୁଣ୍ଡେଇବି।